କ୍ୟାନ୍ସର 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 ଏଇ ନାଁ ଶୁଣିକିରି ସମସ୍ତେ ବ୍ୟସ୍ତ ହୋଇଗଲେଣି। ଚାରିଆଡ଼େ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଗଲାଣି। ସେ ଅମୁକ ମରିଗଲା କ୍ୟାନ୍ସରରେ, ସମୁକ ମରିଗଲା କ୍ୟାନ୍ସରରେ, ତାର ଏ କ୍ୟାନ୍ସର ହେଇଥିଲା, ସେ କ୍ୟାନ୍ସର ହେଇଥିଲା। ସତରେ କ'ଣ ଏଇ କ୍ୟାନ୍ସର ଆମ ସମସ୍ତଙ୍କୁ ମାରିଦେବ? ଆଜି ସେ ବିଷୟରେ ଆଲୋଚନା କରିବା। ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ ଟୁ ଟିଫିନ୍ ଟାଇମ୍। ଆପଣମାନେ ତ ଦେଖୁଛନ୍ତି ରେଗୁଲାର ଆମର ବ୍ରେକଫାଷ୍ଟରେ ଆମେ ଫ୍ରୁଟ୍ସ ଖାଉଛୁ ଆଉ ସୁସ୍ଥ ଆଉ ନିରୋଗ ରହିବା ପାଇଁ ଆପଣମାନେ ବି ଚେଷ୍ଟା କରନ୍ତୁ। ମୁଁ ଏବେ କହୁଥିଲି ନା କ୍ୟାନ୍ସର ନାଁ ଶୁଣିଲେ ସମସ୍ତେ ଭୟଭୀତ ହେଇଯାଆନ୍ତି, ଛାତି ଧଡ଼ ଧଡ଼ କରିଦିଏ। ଏ କ୍ୟାନ୍ସର କାହିଁକି ହୁଏ ସେ କାରଣ ଆମେ ଖୋଜିବା, ଆଉ କ୍ୟାନ୍ସର କେମିତି ନହେବ ତାର ବି ନିରାକରଣ ଖୋଜିବା। କ୍ୟାନ୍ସର କାହିଁକି ହୁଏ ନା ଆମ ଶରୀରରେ ଯେତେବେଳେ ଗୋଟିଏ ଜିନିଷ ରିପିଟେଡଲି ଆମେ କରୁ, ସମସ୍ତେ ଦେଖନ୍ତୁ ରେଡିଏସନ୍ ହୋଇପାରେ, ତାପରେ ଆମର ସ୍ମୋକିଂ, ତାପରେ କନଜମ୍ପସନ୍ ଅଫ୍ ଆଲକୋହଲ, ଆମର ବ୍ୟାଡ୍ ହାବିଟ୍, ଆଉ ଯେଉଁ ଆମର ଲାଇଫଷ୍ଟାଇଲ, ଆମେ ଏଇସବୁ ଯୋଗୁଁ ଆମେ କ୍ୟାନ୍ସରରେ ପୀଡ଼ିତ ହେବା। କାରଣ କ୍ୟାନ୍ସର ହେଉଛି ଗୋଟେ ଏମିତି ଜିନିଷ ଯେଉଁଟା ଆମ ଶରୀରରେ ସବୁଦିନ ଆମ ଶରୀରରେ ଅଛି। ଏଚ୍ ପାଇଲୋରି ବୋଲି ଗୋଟେ ଜୀବାଣୁ ଆମ ଦେହରେ ରହିଛି। ସେଇଟା କ'ଣ ହେଉଛି ନା ଆମ ଶରୀରରେ ସବୁବେଳେ ଆମ ସେଲ୍ ଗୁଡ଼ାକ ମରୁଛନ୍ତି ଆଉ ଜନ୍ମ ହେଉଛନ୍ତି, ମାନେ ରିପେୟାର ବି ହେଉଛି। ଆମର ଯେଉଁ ମିସମ୍ୟାଚ୍ ରିପେୟାର ସିଷ୍ଟମ୍ ଆମ ବଡ଼ିରେ ଅଛି, ମିସମ୍ୟାଚ୍ ରିପେୟାର ସିଷ୍ଟମ୍, ଯେଉଁଟାକି ଆମର ରାତି 11ଟାରୁ ରାତି 3ଟା ପର୍ଯ୍ୟନ୍ତ ଚାଲେ, 4 ଘଣ୍ଟା ଡେଲି ହେଉଛି। ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି, ରାତି 11ଟାରୁ ରାତି 3ଟା ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଶୋଇବାକୁ ଚେଷ୍ଟା କରନ୍ତୁ। ଡିପ୍ ସ୍ଲିପ୍ରେ ଆପଣ ଶୋଇଲେ ଆପଣଙ୍କ ବଡ଼ିରେ ଏ ରିପେୟାର ସିଷ୍ଟମ୍ ଚାଲେ। ଏ ରିପେୟାର ସିଷ୍ଟମ୍ ଚାଲିବା ଦ୍ୱାରା ସବୁଦିନ ଆମ ଶରୀରରେ କିଛି ସେଲ୍ ମରନ୍ତି ଆଉ କିଛି ସେଲ୍ ଜନ୍ମ ନିଅନ୍ତି। ଆଉ ଯଦି ଆମେ ସେଇ ରିପିଟେଡଲି ସେଇ ଭୁଲ କରିଚାଲିବା, ଯଦି ଭୁଲ ଆମେ ରେଗୁଲାର ଡ୍ରିଙ୍କସ୍ କରିବା, ରେଗୁଲାର ଆମ ଲାଇଫଷ୍ଟାଇଲକି ଆମର ବିଳମ୍ବରେ ଖାଇବା, ଆମେ ଶୋଇବାନି, ତାହେଲେ ଆମର କ'ଣ ହେବ ନା ଏଇ ଯେଉଁ ରିପେୟାର ସିଷ୍ଟମ୍ଟା ବାଧାପ୍ରାପ୍ତ ହେବ। ବାଧାପ୍ରାପ୍ତ ହେଲେ କ'ଣ ହେବ ନା ସେ ଯେଉଁ ଆମର ଯେଉଁ ମ୍ୟୁଟେଟ୍ ହେଉଛି ଯେଉଁ DNA ଗୁଡ଼ାକ, ସିଏ ମ୍ୟୁଟେଟ୍ ତ ହେବ କିନ୍ତୁ ସିଏ ଆଉ ମରିବେନି, ସେମାନେ ଷ୍ଟ୍ରଙ୍ଗ ହେଇଯିବେ। ସେମାନଙ୍କର ବଂଶ ବିସ୍ତାରଟା କ୍ଷିପ୍ର ଗତିରେ ହେବ, ବହୁତ ସ୍ପିଡରେ ହେବ, ଯେଉଁଟାକି ଆମକୁ ମାନେ କ୍ଷତି ପହଞ୍ଚେଇବ। ତେଣୁକରି ଆପଣମାନଙ୍କୁ ସବୁବେଳେ ଅନୁରୋଧ, ଆପଣ ସବୁବେଳେ ରାତିରେ ଶୋଇବାକୁ ଚେଷ୍ଟା କରନ୍ତୁ। ଆଉ ଗୋଟେ ଅଭ୍ୟାସକୁ ଆପଣ ରିପିଟେଡଲି ବଢ଼ାନ୍ତୁନି। ଥରେ ଭୁଲ ହେଇଗଲା, ସେ ଭୁଲକୁ ସମାଧାନ କରନ୍ତୁ। ସତର୍କ ରହିଲେ ହିଁ ଆପଣ ସୁସ୍ଥ ଆଉ ନିରୋଗ ରହିପାରିବେ। ଜୟ ଜଗନ୍ନାଥ।